ଏଇଟା କହିବା ପବନ ଉଡୁଛି ଦେଖିଲ ବେଲୁନ ଉଡୁଛି ପବନରେ ଉଡୁଛି ନା ତାହେଲେ କଣ ମାଟି ପାଣି ପବନ। ଆଚ୍ଛା କହିଲ ଦେଖିଆ ମାଟିରେ ଲୋକଟି କଣ କରୁଛି? ଚାଷ କରୁଛି। ସେ ଚାଷ କରିକି କଣ କରିବ? ଏଠି ଯୋଉ ବିଲରେ ଯୋଉ ଚାଷ କରୁଛି ସେଠି କଣ କରିବ? ଗଛ ଲଗେଇବ। ଆଉ ସେ ଗଛରେ ଫଳ ଫଳିଲେ ଆମେ ଖାଇବା ନା। ଏଟା ପାଣି ଆମର କଣ ହବ? ପାଣି ପିଇବା। ଆଉ କଣ କରିବା? ଗାଧେଇବା ହେଲା। ଇଏ ଦେଖ ତଳେ ପବନ ନା। ଆଚ୍ଛା ମୁଁ ଏଠି ପ୍ରଶ୍ନ ପଚାରି ତମେ କହିବ ମାଟିରୁ ଆମେ କି କି ଉପକାର ପାଉ? କେମିତି ଜାଣିଲି ବାବା କୋଉଦିନ ନଈରେ ଗାଧେଇଥିଲ? ଆର ବର୍ଷ ନଈରେ ଗାଧେଇଥିଲ। ହଉ ହଉ। ଆଉ କିଏ ନଈରେ ଗାଧେଇଥିଲ? ହଉ ବସ। ଆଚ୍ଛା କହିଲ ଦେଖିଆ ଭାଇ ଶୁଣ ଶୁଣ ମୁଁ ପୁଣି ପଚାରିବି କହିବ ନା ମାଟିରୁ ଆମେ କି ଉପକାର ପାଉ? ମାଟି ଉପରେ ଆମେ ଘର କରୁ ନା। ମାଟିରେ କେତେ ପ୍ରକାର ଗଛ ଲତା ଅଛି। ମାଟିରେ ଆମେ ଚାଷ କରୁ ନା। ଚାଷ କରିକି ଆମେ ନାନା ପ୍ରକାର ଫଳ ଫୁଲ ପନିପରିବା ଧାନ ମୁଗ ଗହମ ମାଣ୍ଡିଆ ଇତ୍ୟାଦି ଅମଳ କରୁ ନା। ତାହେଲେ ମାଟିରୁ ଆମେ କଣ କଣ କରୁ? ଆମେ ଘର କରିପାରୁଛୁ ମାଟିରେ ନା। ବିଭିନ୍ନ ପ୍ରକାର କଣ ଗଛ ଲଗାଇ ପାରୁଛୁ ହେଲା। ଆଉ ମାଟିରେ ଆମେ ଚାଷ କରିକି ବିଭିନ୍ନ ପ୍ରକାର ଫଳ ଫୁଲ ପନିପରିବା କଣ ମାଣ୍ଡିଆ ଗହମ ଧାନ ନା ଏଇଗୁଡାକ ଆମେ ଚାଷ କରିକି ଆମେ ଖାଉ ନା। ତାହେଲେ ଜାଣିଲ ମାଟିର ଉପକାର କଣ? ଆଚ୍ଛା ଆମେ ପାଣି ଆମେ କି କାମରେ ଲଗେଇବା? ପାଣିକି ଆମେ ସବୁ କୋଉ କାମରେ ଲଗାନ୍ତି? ଗଛରେ ଲଗାନ୍ତି। ଆଉ କଣ କରନ୍ତି? ଗାଧାନ୍ତି। ଆଉ କଣ କରନ୍ତି? ପିଅନ୍ତି। ଆଉ କଣ କରନ୍ତି? ଫସଲ କରନ୍ତି। ତାହେଲେ ଗଛରେ ପାଣିରେ ଆମେ କଣ କରନ୍ତି? ଆମେ ଗାଧୁଆ ପାଧୁଆ କରନ୍ତି ପାଣି ପିଅନ୍ତି ପାଣି ଆଣିକି ରୋଷେଇ କରନ୍ତି ଭାତ ତରକାରୀ ରାନ୍ଧନ୍ତି ନା। ଆଉ ବିଭିନ୍ନ କଣ ଫସଲରେ ପାଣି ମଡାନ୍ତି। ପାଣି ନଦେଲେ ଗଛ ଉଠିବ କି? ତାହେଲେ ପବନ ପାଣି କେଉଠୁ ମିଳେ? ପାଣି କେଉଠି ମିଳେ କୁହ? ପୋଖରୀରେ ନଈରେ ଆଉ କୋଉଠି? କୂଅରେ ଆଉ କୋଉଠି? ଦିବ୍ୟ ବେଦାନ୍ତ ଆଉ କୋଉଠି? ପାଇପରେ ଟ୍ୟୁବୱେଲରେ ନା ବୋରିଂରେ ଝରଣା ନଈ ସମୁଦ୍ର ନା। ଆମେ କେତେ ଆଡୁ ପାଣି ପାଉ ନା। ସମୁଦ୍ର ପାଣି ପାଟିକୁ କେମିତି ଲାଗେ କହିଲେ ଦେଖିଆ ବସ। ସମୁଦ୍ର କିଏ ଯାଇଛ? ପୁରୀ ଯାଇଛ? କିଏ କିଏ ପୁରୀ ଯାଇଛ ହାତ ଟେକିଲ? ଆଚ୍ଛା ପୁରୀରେ ସମୁଦ୍ରରେ ଗାଧେଇଛ? କିଏ କିଏ ସମୁଦ୍ରରେ ଗାଧେଇଛ? ଗାଧେଇଛ? କହିଲେ ସମୁଦ୍ର ପାଣି ପାଟିରେ ବାଜିଲେ କେମିତି ଲାଗେ? ମିଠା ଲାଗେ। ତାହେଲେ ପୁରୀ ଯାଇନୁ। ଓହୋ ଆଚ୍ଛା ପୁରୀ ଦିବ୍ୟ ବେଦାନ୍ତ ତମେ ପୁରୀ ଯାଇଛ? ଯାଇନ? ଆପଣ ଦେଖିଆ କହିଲ ସମୁଦ୍ରରେ ଗାଧେଇଛ? ସମୁଦ୍ର ପାଣି କେମିତି ଲାଗେ? ଲୁଣିଆ। ସମୁଦ୍ର ପାଣି ପାଟିକୁ ଲୁଣି ଲାଗେ ନା। ଆଚ୍ଛା ତ ପୁରୀ ଯାଇନ କେହି? ବାପା ମାଙ୍କୁ କହିବା ଚାଲ ଆମେ ପୁରୀ ଯିବା। ପୁରୀ ଯିବା ଆଉ ସମୁଦ୍ରରେ ଗାଧୋଇବା ସମୁଦ୍ର ପାଣି ଚାଖିବା ନା। ହଉ ପବନ ଆମର କାହିଁକି ଦରକାର? ପବନ ଆମକୁ କାହିଁକି ଦରକାର? ପବନ ଖାଇବ। ପବନ କାହିଁକି ଦରକାର ଦିବ୍ୟ ବେଦାନ୍ତ?
ପବନ ଆମେ ଯେତେବେଳେ ନିଶ୍ୱାସ ପ୍ରଶ୍ୱାସ ନଉଛନ୍ତି କଣ ଆମେ ଅଙ୍ଗାରକାମ୍ଳ ଛାଡିକି ଅମ୍ଳଜାନ ନଉଛନ୍ତି। ଗଛ ଆମକୁ ଅମ୍ଳଜାନ ଯୋଗାଉଛି। କଣ ଯୋଗାଉଛି? ତମ ଦେହର ଅଙ୍ଗାରକାମ୍ଳ ତମେ ଗୋଟେ କଣ ଆମେ ଡାହାଣ ପଟେ ଆମେ ଗୋଟେ ପଟେ କଣ ଗୋଟେ ପଟେ ଅମ୍ଳଜାନ ନଉଛେ ଆଉ ଗୋଟେ ପଟେ ଅଙ୍ଗାରକାମ୍ଳ ଛାଡୁଛେ। ଆଉ ଯୋଉ ଦିଟା ନାକ ପୁଡା ଅଛି ଆମେ ଗୋଟେ ପଟେ ପବନ ଭିତରକୁ ନଉଛେ ଗୋଟେ ପଟେ ପବନ ବାହାରକୁ ଛାଡୁଛେ ହେଲା। ଗଛ ଆମକୁ କଣ ଦଉଛି? ପବନ ଦଉଛି। ପବନରେ ଆମେ କଣ କରିପାରୁ? ଗୁଡି ଉଡାଇ ପାରୁ, ବେଲୁନକୁ ଉଡାଇ ପାରୁ ନା। ତାହେଲେ ପବନର ଉପକାରିତା ଜାଣିପାରିଲ? ବେଶୀ ଜୋରରେ ପବନ ବହିଲେ ଆମର କଣ ହବ? ବେଶୀ ଜୋରରେ ପବନ ବହିଲେ ଆମର କଣ କ୍ଷତି ଘଟିବ? ଘର ଚାଳ ଛପର ସବୁ